ମୁଁ କ'ଣ ଖାଉନି କି ଆପଣ ବି ଖାଦ୍ୟ ଗ୍ରହଣ କରୁଛନ୍ତି ମୁଁ ବି କରୁଛି କିନ୍ତୁ ତାର ପରିମାଣ ଅଛି ମୁଁ ଖାଦ୍ୟଟାକୁ ଔଷଧ ଭଳିଆ ବ୍ୟବହାର କରିବି ଯଦି ମୋତେ କିଛି ଅର୍ଥ ମିଳିଲା ମୁଁ ତାର ସଦୁପଯୋଗ କରିବି ସଦୁପଯୋଗ ଉପଯୋଗ ଆଉ ଦୁରୁପଯୋଗ ତେଣୁକରି ଯେଉଁମାନେ ଦୁରୁପଯୋଗ କରୁଛନ୍ତି ଅତ୍ୟଧିକ ଆଶା ରଖିକି ସେମାନେ ତ ନିଶ୍ଚିତ ଭାବରେ ନିନ୍ଦିତ ହେବେ କିନ୍ତୁ ଏଇଟା ସାଧୁର କର୍ତ୍ତବ୍ୟ ନୁହେଁ ନା ସାଧୁମାନେ ରାଗନ୍ତି କ'ଣ ଆପଣ ନଡ଼ିଆ ଉପରେ ଦେଖିବେ ଭାରି ଟାଣ ଭିତରଟା ଦୁର୍ବାସା ମୁନି କଥା କୁହନ୍ତୁ ଦୁର୍ବାସା ବହୁତ କ୍ଷଣକୂପୀ ତା ଭିତରେ ଏକଦମ ନରମ ତେଣୁ ସାଧୁମାନେ କ୍ଷଣକୂପୀ ହେଲେ ଭଲ କିଛି ଅସୁବିଧା ନାହିଁ କିନ୍ତୁ ସେମାନଙ୍କର ରାଗଟା ବା କ୍ରୋଧଟା କ୍ଷତିକାରକ ନୁହଁ ହିତକାରକ କୌଣସି ଗୋଟେ ତ୍ରୁଟି ଦେଖିଲେ ଭୁଲ ଦେଖିଲେ ସେମାନେ ଟିକେ ବିରକ୍ତ ହେଇଯାଆନ୍ତି କିନ୍ତୁ ସେମାନେ ଅନ୍ତରରେ ତାଙ୍କର ସେଇ ରାଗ ବା କ୍ରୋଧ ରହେନି ଏବେ ଆମ ଗୁରୁଜୀ ଗୋଟେ ବହି ବାହାର କରିଛନ୍ତି ପରଚର୍ଚ୍ଚାରୁ ମୁକ୍ତି ଯେ ଆମେ କେବେ କାହାର ଦୁର୍ଗୁଣକୁ ଦେଖିବାନି ଖରାପ ଗୁଣକୁ ଦେଖିବାନି ଭଲଟାକୁ ଚିନ୍ତା କରିବା କିନ୍ତୁ ଯେଉଁ ଲୋକମାନେ ପ୍ରବଚନ ଦେଉଛନ୍ତି ମାନେ ଏଠି ସେ ଶାସ୍ତ୍ର ପଢ଼ିକି ଭଲ କଥା କହିଲେ କିନ୍ତୁ ଘରେ ଗଲା ଆସିକି ଆପଣ କହିବା ଓଲଟା କ'ଣ କରିବା 5 ମନ 25 ପ୍ରକୃତି ତେଣୁକରି ମହାପୁରୁଷମାନେ ବି କହନ୍ତି ଗୁରୁଜୀ ମଧ୍ୟ କହୁଥିଲେ ତୁମେ ଯେଉଁ ଗୁଣର ଅଧିକାରୀ ନୁହଁ ସେ ବିଷୟରେ କାହାକୁ ଉପଦେଶ ଦେବାକୁ ଯାଉ ନାହିଁ ଭୁଲ ହେଇଯିବ ମହାତ୍ମା ଗାନ୍ଧୀ କହୁଥିଲେ ଆଚରଣ ଉଚ୍ଚାରଣ ଯଦି ସମାନ ନ ହେବ ତାହେଲେ କାହାକୁ ଉପଦେଶ ଦିଅନି କିନ୍ତୁ ମୁଁ ଏତିକି ପ୍ରାର୍ଥନା କରିବି ଆମେ ଯାହା ଉପଦେଶ ଦେବା ବାହାରେ ସେଭଳି କର୍ମ କରିବା ନହେଲେ ଆମେ ସମାଜରେ ପ୍ରତ୍ୟାଖ୍ୟାନ ହେବା ନାଇଁ ଅର୍ଥ ସବୁଠି ଦରକାର ଜଣେ ସାଧୁ ହୁଅନ୍ତୁ ବା ଗୃହସ୍ଥ ହୁଅନ୍ତୁ ଅର୍ଥ ସମସ୍ତଙ୍କ ପାଇଁ ଦରକାର କିନ୍ତୁ କେତେ ଦରକାର ପରିମାଣ କେତେ ଦରକାର ଆବଶ୍ୟକତା ପରିମାଣ ଠାରୁ ଯେଉଁମାନେ ଅଧିକ ସଂଗ୍ରହ କରନ୍ତି ଆମେ ସେଠି ଲୋଭ ବୋଲି କହିବା ମାନେ ଲୋଭର ବଶବୃତ୍ତି ହେଲେ କିନ୍ତୁ କାମ କ୍ରୋଧ ଲୋଭ ମୋହ ମାଦ ମାଶ୍ଚର୍ଯ୍ୟ ସମସ୍ତଙ୍କ ଭିତରେ ଅଛି କିନ୍ତୁ ସାଧୁମାନଙ୍କ କ୍ଷେତ୍ରରେ କ'ଣ ସେମାନେ ସେଇଟାକୁ ଟିକେ ଶୃଙ୍ଖଳିତ ଭାବରେ ସଂଯମିତ କରି ରଖିଥାନ୍ତି କିନ୍ତୁ ସମସ୍ତଙ୍କ ଭିତରେ କିଛି ନା କିଛି ଅଛି